ସମସ୍ତଙ୍କୁ ନମସ୍କାର। ପିଲେ ଆଗକୁ ଆସିବାକୁ ଥିବା ଏସ୍ଏସ୍ବି ଟିଜିଟି ଏବଂ ଓଷ୍ଟେଟ୍କୁ ଲକ୍ଷ୍ୟ କରି ଆମେ ଯେଉଁ ଶୃଙ୍ଖଳାଟି ଆରମ୍ଭ କରିଛନ୍ତି, ସେହି ଶୃଙ୍ଖଳାରେ ଗୋଟିଏ ଦିନ ଆମେ ସଂସ୍କୃତ ଶିକ୍ଷଣ ଏବଂ ଅପର ଦିନରେ କବି ପରିଚୟକୁ ଦେଖୁଛନ୍ତି। ତେବେ ସେହି କ୍ରମରେ ଆଜି ଆମେ କବି ପରିଚୟରୁ ତ୍ରିବିକ୍ରମ ଭଟ୍ଟଙ୍କ ବିଷୟରେ ପଢ଼ିବା। ତାଙ୍କର ସାମାନ୍ୟ ପରିଚୟକୁ ଦେଖିବା, ତାଙ୍କର କୃତିଗୁଡ଼ିକୁ ଦେଖିବା ଏବଂ ପୂର୍ବ ବର୍ଷରେ ଆସିଥିବା ପ୍ରଶ୍ନକୁ ମଧ୍ୟ ଦେଖିବା। ତେବେ ଚାଲ ପିଲେ ଏବେ ଆମେ ବିଷୟକୁ ଯିବା। ସାମାନ୍ୟ ପରିଚୟ। ତାଙ୍କର ସମୟ ଦଶମ ଶତାବ୍ଦୀ। କାର ସମୟ ପିଲେ? ତ୍ରିବିକ୍ରମ ଭଟ୍ଟଙ୍କର ସମୟ ହେଉଛି ଦଶମ ଶତାବ୍ଦୀ। କାରଣ କବିମାନଙ୍କର ପରିଚୟରେ ସେ ସମୟ ବହୁତ ଥର ପଚାରିଲାଣି, ତେଣୁ ସମୟକୁ ଟିକେ ମନେ ରଖିବ। ଏବଂ ତାଙ୍କର ପିତାମହ ହେଉଛନ୍ତି ଶ୍ରୀଧର। ଠିକ ହେଲା, ପିତା ହେଉଛନ୍ତି ନେମାଦିତ୍ୟ ଆଉ ତାଙ୍କୁ ମଧ୍ୟ ଦେବାଦିତ୍ୟ ବୋଲି କୁହାଯାଏ। ମନେ ରଖିବ, ଦୁଇଟାଙ୍କ ନାମ ନେମାଦିତ୍ୟ କିମ୍ବା ଦେବାଦିତ୍ୟ, ଯାହା ଅପସନରେ ଥିବ ତମେ ତାକୁ ଚୁଜ୍ କରିବ। ଆଉ ତାଙ୍କର ଅନ୍ୟ ନାମ ହେଉଛି ସିଂହାଦିତ୍ୟ। ଉପାଧି ହେଉଛି ଯମୁନା ତ୍ରିବିକ୍ରମ। ସେ ବେଳେବେଳେ ପଚାରିବ ଯମୁନା ତ୍ରିବିକ୍ରମ କସ୍ୟ ଉପାଧି? କସ୍ୟ ଉପାଧି ପିଲେ? ନା ତ୍ରିବିକ୍ରମ ଭଟ୍ଟସ୍ୟ। ଠିକ ହେଲା, ତ ଏଇଭଳି ତାଙ୍କର ସାମାନ୍ୟ ପରିଚୟକୁ ତୁମେ ମନେ ରଖିବ। ଆଉ ତାଙ୍କର କୃତି ଗୁଡ଼ିକ ଚାଲ ଏବେ ଆମେ ଦେଖିବା। ତାଙ୍କର କୃତି ଗୁଡ଼ିକ କ'ଣ କ'ଣ ଅଛି? କୃତୟଃ। ତାଙ୍କର କୃତି ହେଉଛି ସବୁଠାରୁ ପ୍ରସିଦ୍ଧ କୃତି ତ୍ରିବିକ୍ରମ ଭଟ୍ଟଙ୍କର ନଳଚମ୍ପୁ। ଏହି ନଳଚମ୍ପୁକୁ ଦମୟନ୍ତୀ ଚମ୍ପୁ ମଧ୍ୟ କୁହାଯାଏ। କି ଚମ୍ପୁ କୁହାଯାଏ ପିଲେ? ଦମୟନ୍ତୀ ଚମ୍ପୁ। ତେବେ এই ଦମୟନ୍ତୀ ଚମ୍ପୁରେ କେତୋଟି ଉଚ୍ଛ୍ୱାସ ଅଛି? ନା 7ଟି ଉଚ୍ଛ୍ୱାସ ଅଛି। ଠିକ ହେଲା ପିଲେ, ଆମର ଚମ୍ପୁ ଗୁଡ଼ିକ ଉଚ୍ଛ୍ୱାସରେ ବିଭକ୍ତ ହୋଇଥାଏ, ତେଣୁ 7ଟା ଉଚ୍ଛ୍ୱାସ ଅଛି। ତାପରେ ତାଙ୍କର ଅନ୍ୟ କୃତି କ'ଣ ଗୋଟେ? ନା ମଦଳାସା ଚମ୍ପୁ ଆଉ ହେଉଛି ନବସାରୀ ଶିଳାଲେଖ। ଏଇଭଳି ଭାବରେ ତ୍ରିବିକ୍ରମ ଭଟ୍ଟଙ୍କର 3ଟି କୃତି ଅଛି। ଏଇ ଆମର ଯେଉଁ ନଳଚମ୍ପୁ ରହିଲା, এই ନଳଚମ୍ପୁର ନାୟକ କିଏ? ନା ନାୟକ ହେଉଛନ୍ତି ନଳରାଜା। ଏଇ ନଳରାଜାଙ୍କର ଦେଶ ହେଉଛି ନିଷଦ, ତେଣୁ ତାଙ୍କୁ ନିଷଦ ରାଜ ମଧ୍ୟ କୁହାଯାଏ। ନିଷଦ ରାଜା କିଏ? ନଳ। ଏବଂ ନାୟିକା ହେଉଛନ୍ତି ଦମୟନ୍ତୀ। ଏ ଦମୟନ୍ତୀ ହେଉଛନ୍ତି ବିଦର୍ଭର ରାଜକନ୍ୟା, ତେଣୁ ତାଙ୍କ ବୈଦର୍ଭୀ ମଧ୍ୟ କୁହାଯାଏ। ତେଣୁ ସେ ପଚାରିବ କି ବୈଦର୍ଭୀ କହିଲେ କାହାକୁ ବୁଝାଏ? ଯଦି ଅପସନରେ ଦମୟନ୍ତୀ ଥିବ ତାହେଲେ ତମେ ଦମୟନ୍ତୀକୁ ଦେଖିବ। ଠିକ ହେଲା ପିଲେ, ତମେ ମନେ ରଖିବ ନଳଚମ୍ପୁର ନାୟକ କିଏ, ନାୟିକା କିଏ, ଆଉ ନଳଚମ୍ପୁର ଅନ୍ୟ ନାମ କ'ଣ? ନା ଦମୟନ୍ତୀ ଚମ୍ପୁ। ଆଉ ଏଥିରେ କେଉଁଥିରେ ବିଭକ୍ତ ହେଇଛି? ନା ଉଚ୍ଛ୍ୱାସରେ ବିଭକ୍ତ ହେଇଛି। କେତୋଟି ଉଚ୍ଛ୍ୱାସ ଅଛି ପିଲେ? 7ଟି ଉଚ୍ଛ୍ୱାସ। ଏଭଳି ଭାବରେ ତାଙ୍କର କୃତିକୁ ଆମେ ଦେଖିଲେ, ଆଉ ତାଙ୍କର ସାମାନ୍ୟ ପରିଚୟକୁ ମଧ୍ୟ ଦେଖିଲେ। ଏବେ ଦେଖିବା କି ବିଗତ ବର୍ଷରେ କ'ଣ ସବୁ ପ୍ରଶ୍ନ ଆସିଛି। এই ପ୍ରଶ୍ନ ଗୋଟିଏ ପ୍ରଶ୍ନ ମୁଁ ଲେଖିଛି, କାରଣ এই ପ୍ରଶ୍ନଟି ରିପିଟେଡ୍ କ୍ୱେଶ୍ଚିନ୍, ବାରମ୍ବାର এই ପ୍ରଶ୍ନଟି ଆସେ। ତମେ ଯେକୌଣସି ପରୀକ୍ଷା ଦେଖ, ଯଦି ତ୍ରିବିକ୍ରମ ଭଟ୍ଟଙ୍କର ପ୍ରଶ୍ନ ଆସିଥିବ ସେଠି ନିଶ୍ଚୟ ଥିବ କି ନଳଚମ୍ପୁର ରଚୟିତା କିଏ। ଅନ୍ୟଥା ପଚାରିଥିବ ତ୍ରିବିକ୍ରମ ଭଟ୍ଟସ୍ୟ କୃତିଃ କା। ତାହେଲେ ତ୍ରିବିକ୍ରମ ଭଟ୍ଟଙ୍କର କୃତି କୋଉଠି ପିଲେ? ନା ନଳଚମ୍ପୁ। ଆମେ ଏବେ ପଢ଼ିଲେ ନଳଚମ୍ପୁ, ମଦଳାସା ଚମ୍ପୁ ଆଉ ନବସାରୀ ଶିଳାଲେଖ। ଏଇଭଳି ଭାବରେ ତାଙ୍କର 3ଟି କୃତି ଅଛି। এই ପ୍ରଶ୍ନଟି ଓଷ୍ଟେଟ୍ର ମଧ୍ୟ ପଚାରିଛି, ଆମର ଏସ୍ଏସ୍ବି ଟିଜିଟିର ମଧ୍ୟ ପଚାରିଛି, ଏଇ ବର୍ଷ LTR ମଧ୍ୟ ପଚାରିଥିଲା। ଏବଂ ଆଉ କିଛି ପ୍ରଶ୍ନ ମଧ୍ୟ ଅଛି ଯେଉଁଗୁଡ଼ିକ ଆମେ ଯେତେବେଳେ କବି ପରିଚୟରୁ ଆଉ ପୁଣି ପ୍ରଶ୍ନର ଆଲୋଚନା କରିବା ସେତେବେଳେ ଦେଖିନେବା। ଠିକ ହେଲା ପିଲେ, ଆଜି ଏଇ ଛୋଟିଆ କ୍ଲାସଟେ ଥିଲା। ଏଇ କ୍ଲାସରେ ବାସ୍ ଏତିକି ବିଷୟ। ତୁମେ ଏତିକି ବିଷୟକୁ ବି ଯେ ଠିକ ଭାବରେ ଦେଖୁଛ, ତ୍ରିବିକ୍ରମ ଭଟ୍ଟଙ୍କର ଆସିଥିବା ପ୍ରଶ୍ନ ଗୁଡ଼ିକର ସମାଧାନ ଆରମ୍ଭ ହୋଇପାରିବ। ଆଉ ଏହା ବିଷୟରେ ଯେଉଁ ସବୁ ପ୍ରଶ୍ନ ଯଦି ଆସିଥିବ ଆମେ ତାକୁ ଦେଖିବା। କ'ଣ କ'ଣ ସବୁ ପ୍ରଶ୍ନ ଆସିଛି ଆମେ ଗୋଟିଏ ଦିନ ପୂର୍ବ ବର୍ଷରେ ଆସିଥିବା କବି ପରିଚୟକୁ ଭଲ ଭାବରେ ଦେଖିବା, ଗୋଟେ ଗୋଟେ PYQ ଉଠେଇକି। ମୁଁ ମଧ୍ୟ ଏଇ ପୂର୍ବ ବର୍ଷରେ ଆସିଥିବା କବି ପରିଚୟରୁ କିଛି ପ୍ରଶ୍ନର ଆଲୋଚନା କରି ଆମର ୟୁଟ୍ୟୁବରେ ରଖିଛି। ସେଠି ପ୍ଲେ ଲିଷ୍ଟରେ ଅପଲୋଡ଼ ହୋଇକି ଅଛି, ତୁମେମାନେ ଚାହିଁଲେ ସେଠୁ ଦେଖିପାରିବ। ଏବଂ ଅନ୍ୟ କବିମାନଙ୍କର ପରିଚୟ ଏବଂ ତାଙ୍କ ବିଷୟ ଗୁଡ଼ିକ ମଧ୍ୟ ଆମର ୟୁଟ୍ୟୁବରେ ଉପଲବ୍ଧ ଅଛି, ତାକୁ ମଧ୍ୟ ତୁମେମାନେ ଦେଖିପାରିବ। ତେବେ ସେ ୟୁଟ୍ୟୁବର ପ୍ଲେ ଲିଷ୍ଟ ପାଇବା ପାଇଁ ତୁମେ ଏଇ ଚ୍ୟାନେଲରେ ଭିଜିଟ୍ କରିପାରିବ। ଏବଂ ଆମ ସହିତ ଯୋଡ଼ିବା ପାଇଁ ଚାହିଁଲେ ତୁମେ ଟେଲିଗ୍ରାମ ଆଉ ହ୍ୱାଟ୍ସଆପ୍ ଗ୍ରୁପରେ ମଧ୍ୟ ଜଏନ୍ କରିପାରିବ। ତାର ଲିଙ୍କ ମୁଁ ଡେସ୍କ୍ରିପସନରେ ଦେଇଦେବି। ଠିକ ହେଲା ପିଲେ, ତାହେଲେ ଆଜି ପାଇଁ ଏତିକି। ପୁଣି ଆମର ଦେଖା ସାକ୍ଷାତ ହେବ ଏକ ନୂଆ ଭିଡ଼ିଓରେ କିଛି ନୂଆ ବିଷୟ ସହିତ। ଠିକ ହେଲା ପିଲେ, ରହୁଛି। ଧନ୍ୟବାଦ।